କିଛି ଦରକାର ନାହିଁ ତୋ ଶାଶୁକୁ ସବୁ ଶାଢୀ ଦେଖେଇବା। ବସ୍ ଗୋଟେ ଦିଟା ଶାଢୀ ଦେଖେଇ ଦେ ଆଉ ନେଇକି ସବୁ ଶାଢୀ ଭିତରେ ରଖିଦେ। ଆଉ ହଁ, ତୋତେ ଯେଉଁ ରୂପା ପାଉଁଜି ଦେଇଛି ଆଉ ଯେଉଁ 3000 ଟଙ୍କିଆ ଶାଢୀ ଦେଇଛି ତୋ ଭାଉଜକୁ କହିବୁନି, ତୋ ଭାଉଜକୁ ଲୁକେଇକି ଦେଇଛି। ହଁ, ହଉ ମୁଁ ରଖୁଛି। ମା, ଖାଇବା କଣ ବନେଇବି? ଭାତ ନା ରୁଟି? ଆରେ ତୁ କେତେରୁ ମାର୍କେଟରୁ ଆସିଲୁଣି? ସବୁ ଜିନିଷ ଆଣିଛୁ ତ? ହଁ ଆଣିଛି। ଆରେ ଦେଖା ଦେଖା କଣ ଆଣିଛୁ? ଆଉ ଦେଖିଲେ ବା କଣଟା କରିବ? ଆରେ ତୁ ଏମିତି କହୁଛୁ ମୁଁ ଯେମିତି ତୋ ଭାଗରୁ ନେଇଯିବି। ଦେଖା ତୁ କଣ କଣ ଆଣିଛୁ? ତମେ ତ ଦିଦି ପାଇଁ କେତେ ଜିନିଷ ଆଣ, ଆଉ ମତେ ନୁକେଇକି ଦିଦିକି ଦେଇଦିଅ କଣ ପାଇଁ? କଣ ସେ ତମ ଝିଅ ବୋଲି? ତାଙ୍କ ନଜରରେ ମତେ କାହିଁକି ଏତେ ଖରାପ କରୁଛନ୍ତି? ସେ କଣ ଭାବୁଥିବେ ଭାଉଜ ହିଁ ମନା କରୁଥିବେ, ନହେଲେ କଣ ମା ମତେ ଲୁଚେଇକି ଦେବ? ଆଉ ହଁ, ଗୋଟେ କଥା ମନେ ରଖ, ତମେ ଚାଲିଗଲା ପରେ ଦିଦିଙ୍କର ବାପ ଘରେ ମୋ ସହ ହିଁ ସମ୍ପର୍କ ରହିବ। ଆଉ ଯଦି ସେଇଟା ହିଁ ଶେଷ କରିବାକୁ ଚାହୁଁଛନ୍ତି ତ କରିଦିଅ, ତମ ଇଚ୍ଛା। ଆରେ ବୋହୂ ଠିକ ହୋଇ ତ କହୁଛି, ମୁଁ ମୋ ଝିଅ ନଜରରେ ମୋ ବୋହୂକୁ ଖରାପ କରିଦଉଛି। କାଲି ଯଦି ମୁଁ ଚାଲିଯିବି, ମୋ ବୋହୂ ହିଁ ତ ମୋ ଝିଅର କଥା ସବୁ ବୁଝିବ। ମୋର ଏମିତି କରିବାର ନଥିଲା।